କାରଣ ସଦାପ୍ରଭୁ ଧର୍ମମୟ, ସେ ଧର୍ମକୁ ପ୍ରେମ କରନ୍ତି। ସରଳ ଲୋକ ତାହାଙ୍କ ମୁଖ ଦର୍ଶନ କରିବ। ପ୍ରଭୁଙ୍କ ନାମ ଗୌରବ ହେଉ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରି ପୁନର୍ବାର ଅନଲାଇନ୍ ମାଧ୍ୟମରେ ପ୍ରଭୁଙ୍କର ଉପାସନା କରିବା ପାଇଁ ଏହି ସପ୍ତାହରେ ମଧ୍ୟ ପ୍ରଭୁ ଆମମାନଙ୍କୁ ସୁଯୋଗ ଦେଇଛନ୍ତି। ତେଣୁ ପ୍ରତ୍ୟେକ ଦର୍ଶକ ମଣ୍ଡଳୀର ବିଶ୍ୱାସୀ ଆବାଳ ବୃଦ୍ଧ ବନିତା ପ୍ରତ୍ୟେକଙ୍କୁ ମୁଁ ପ୍ରଭୁ ଶ୍ରୀକୃଷ୍ଣଙ୍କ ନାମରେ ନମସ୍କାର ସହିତ ସ୍ୱାଗତ ଜଣାଏ। ଆସନ୍ତୁ ଆମେ ଆଜିର ଉପାସନାକୁ ପ୍ରାର୍ଥନା ସହିତ ଆରମ୍ଭ କରିବା। ଚକ୍ଷୁ ବନ୍ଦ କରୁ। ମଙ୍ଗଳମୟ ତ୍ରାଣକର୍ତ୍ତା ଜୀବିତ ପରମେଶ୍ୱର, ତୁମକୁ ଧନ୍ୟବାଦ କରୁଛୁ। ଗତ ସପ୍ତାହରୁ ଏ ପର୍ଯ୍ୟନ୍ତ ଆମମାନଙ୍କୁ ତୁମରି ଦୟା, ତୁମରି ଅନୁଗ୍ରହ, ତୁମରି ପ୍ରେମ, ତୁମରି ଆଶୀର୍ବାଦ ପ୍ରତ୍ୟେକଟି ବିଷୟ ଦେଇ ପ୍ରଭୁ ଆମମାନଙ୍କୁ ତୁମରି ଗୌରବ କରିବା ପାଇଁ, ତୁମରି ସହଭାଗିତାରେ ଆସିବା ପାଇଁ ଆଜି ଆମମାନଙ୍କୁ ଏକତ୍ର କରିଅଛ ଅନଲାଇନ୍ ମାଧ୍ୟମରେ। ସେଥିପାଇଁ ତୁମକୁ ଧନ୍ୟବାଦ ଦେଉଛୁ ପ୍ରଭୁ। ଆଜିର ଉପାସନା ତୁମରି ହସ୍ତରେ ଦେଉଛୁ। ଆରମ୍ଭରୁ ଶେଷ ଯାଏ ତୁମେ ଆମମାନଙ୍କର ସଙ୍ଗୀ ରହି ଆମମାନଙ୍କୁ ତୁମରି ବାକ୍ୟ ଦ୍ୱାରା, ତୁମରି ପ୍ରତ୍ୟେକଟି ଆଶୀର୍ବାଦ ଦ୍ୱାରା ପୂର୍ଣ୍ଣ କର ବୋଲି ପ୍ରାର୍ଥନା କରୁଛୁ। ପ୍ରତ୍ୟେକ ଦର୍ଶକ ଭାଇ ଭଉଣୀମାନଙ୍କୁ, ବିଶ୍ୱାସୀ ଭାଇ ଭଉଣୀମାନଙ୍କୁ ମଧ୍ୟ ଆବାଳ ବୃଦ୍ଧ ବନି ତାଙ୍କୁ ତୁମ ହସ୍ତରେ ଦେଉଛୁ। ପ୍ରତ୍ୟେକଙ୍କୁ ଆଶୀର୍ବାଦ କର। ଗୌରବ ସମ୍ଭ୍ରମ ମହିମା ତୁମରି ହଉ, ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ପ୍ରଭୁ ଆମମାନଙ୍କ ସହିତ ଗତ ସପ୍ତାହ ସାରା ରହି ଆସିଅଛନ୍ତି। ତେଣୁ ପ୍ରଭୁଙ୍କ ନାମ ଧନ୍ୟବାଦ ହଉ। ଆମମାନଙ୍କୁ ସୁସ୍ଥ ସବଳତାରେ ଏହି ପ୍ରକାର ପରିସ୍ଥିତିରେ ଆମମାନଙ୍କୁ ରକ୍ଷା କରି ଆସିଅଛନ୍ତି। ତେଣୁ ପ୍ରଭୁଙ୍କର ଗୌରବ ସକାଶୁ ଆସୁ ଆମମାନେ ଜାଣିଥିବା ଉପାସନା ସଙ୍ଗୀତ ତାର ଅତିରିକ୍ତ 254 ପୃଷ୍ଠାର ତଳଗୀତ, ଦୟାମୟ ଯୀଶୁ ପ୍ରିୟ ହେ ମୋର ସବୁ କିଛି ତୁମେ ନିଅ, ଏହି ଗୀତଟି ଆମେ ଗାନ କରି ପ୍ରଭୁଙ୍କର ପ୍ରଶଂସା କରିବା। ଆପଣମାନେ ଖୋଲନ୍ତୁ, ଏହି ଗୀତଟି ମୋ ସହିତ ଗାନ କରନ୍ତୁ। ଦୟାମୟ ଯୀଶୁ ପ୍ରିୟ ହେ ମୋର ସବୁ କିଛି ତୁମେ ନିଅ। ଦୟାମୟ ଯୀଶୁ ପ୍ରିୟ ହେ ମୋର ସବୁ କିଛି ତୁମେ ନିଅ। ନିଅ ନିଅ ବୋଲି ପ୍ରଭୁ ଦେଲି ମୁହିଁ ଅତୀତ ଜୀବନ ଶତ ବ୍ୟଥା କାଳି। ଲହୁ ଲୁହେ ଧୋଇ ଦିଅ ପ୍ରେମମୟ, ଲହୁ ଲୁହେ ଧୋଇ ଦିଅ ପ୍ରେମମୟ। ତୁମ ଯୋଗ୍ୟ କରି ନିଅ ହେ ମୋର ସବୁ କିଛି ତୁମେ ନିଅ। କୃଷ କୋରଡ଼ାରେ ଦିଅ ଭାଙ୍ଗି ଦିଅ ସଂସାରର ସତ ବାସନାର ମୋହ। ନାହିଁ ମୋର ଶକ୍ତି ଟାଣେ ଜଗତପତି, ନାହିଁ ମୋର ଶକ୍ତି ଟାଣେ ଜଗତପତି। ତୁମ ଶକ୍ତି ମୋତେ ଦିଅ ହେ ମୋର ସବୁ କିଛି ତୁମେ ନିଅ। ଲାଜ ଅପମାନ ଯଶ ସମ୍ମାନ ତୁମ ପ୍ରେମେ ଯେହ୍ନେ ହୁଏ ଗୋ ସମାନ। କାଲବେରୀ ସ୍ରୋତ ପ୍ରେମର ସଙ୍ଗୀତ, କାଲବରୀ ସ୍ରୋତ ପ୍ରେମର ସଙ୍ଗୀତ। ବୁକୁ ତଳେ ମୋର ଦିଅ ହେ ମୋର ସବୁ କିଛି ତୁମେ ନିଅ। ଗର୍ବ ଦମ୍ଭ ମୋର ସବୁ କରି ଚୂର୍ଣ୍ଣ, ନିଅ ତୁମେ ମୋର ଭଙ୍ଗା ଚୁନା ମନ। ତୁମରି ବାସନା ପୁରାଇ ଜୀବନେ, ତୁମରି ବାସନା পুরাই জীবনে সদা মোর পাশে
ଖାଅ ହେ ମୋର ସବୁ କିଛି ତୁମେ ନିଅ। ଦୟାମୟ ଯୀଶୁ ପ୍ରିୟ ହେ ମୋର ସବୁ କିଛି ତୁମେ ନିଅ। ଆସନ୍ତୁ ପ୍ରଭୁଙ୍କର ଗୌରବ ନିମନ୍ତେ ଆଜିର ଧ୍ୟାନ ନିମନ୍ତେ ଯେଉଁ ଅଂଶଟି ଆମମାନଙ୍କ ପାଇଁ ମନୋନୀତ କରାଯାଇଛି ତାକୁ ଆମେ ପାଠ କରିବା। ଆମେ ପାଇବା ଲୁକ ପୁସ୍ତକ ତାର 10 ପର୍ବ ତାର 39, 40, 41 ଓ 42। ଦ ବୁକ୍ ଅଫ୍ ଲୁକ୍ ଚାପ୍ଟର 10 verse 39, 40, 41 and 42। ଆମେ ଆସୁ ଓଡ଼ିଆରେ ଏହି ଅଂଶ ଗୁଡ଼ିକୁ ପାଠ କରିବା। ଲୁକ ପୁସ୍ତକ ତାର 10 ପର୍ବର 39 ପଦରେ ଏ ପ୍ରକାର ଲେଖାଯାଏ, ମରିୟମ ନାମ୍ନୀ ତାଙ୍କର ଜଣେ ଭଗ୍ନୀ ଥିଲେ। ସେ ପ୍ରଭୁଙ୍କର ପାଦ ତଳେ ବସି ତାହାଙ୍କ ବାକ୍ୟ ଶୁଣୁଥିଲେ। କିନ୍ତୁ ମାର୍ଥା ପରିଚର୍ଯ୍ୟା ବିଷୟରେ ବହୁତ ବ୍ୟସ୍ତ ହେଉଥିଲେ। ଏଣୁ ସେ ତାହାଙ୍କ ନିକଟକୁ ଆସି କହିଲେ, ହେ ପ୍ରଭୁ, ମୋର ଭଉଣୀ ଯେ ଏକାକୀ ମୋ ଉପରେ ପରିଚର୍ଯ୍ୟାର ଭାର ପକାଇ ଦେଇଅଛି, ସେ ଆଡ଼କୁ କ'ଣ ଆପଣଙ୍କର ମନ ନାହିଁ? ତେବେ ମୋତେ ସାହାଯ୍ୟ କରିବା ନିମନ୍ତେ ତାହାକୁ କୁହନ୍ତୁ। କିନ୍ତୁ ପ୍ରଭୁ ତାଙ୍କୁ କହିଲେ, ମାର୍ଥା ମାର୍ଥା, ତୁମେ ବହୁତ ବିଷୟରେ ଚିନ୍ତିତ ଓ ବ୍ୟକ୍ତିବ୍ୟସ୍ତ ହେଉଅଛ, କିନ୍ତୁ ଅଳ୍ପ କେତୋଟି ବରଂ ଗୋଟିଏ ମାତ୍ର ପ୍ରୟୋଜନ ମରିୟମ ତ ଉତ୍ତମ ଭାଗ ମନୋନୀତ କରିଅଛି, ଆଉ ତାହା ତାହାଠାରୁ ହରଣ କରାଯିବ ନାହିଁ। ପ୍ରଭୁ ଏ ବାକ୍ୟରେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଏହି ସମୟରେ ଆମେ ଆପଣମାନେ ରଖିଥିବା ସମସ୍ତ ମାନତ ଦାନ, ଆପଣଙ୍କର ପ୍ରାର୍ଥନାର ଦାନ, ପାରିବାରିକ ଦାନ, ପୁଣି ଅନ୍ୟାନ୍ୟ ସମସ୍ତ ଧନ୍ୟବାଦର ଦାନ ଏକତ୍ର ରଖନ୍ତୁ। ଆଉ ସେଥିପାଇଁ ମଧ୍ୟ ଆମେ ପ୍ରାର୍ଥନା କରିବା। ତା ପୂର୍ବରୁ ଆସୁ ପ୍ରଭୁଙ୍କ ଗୌରବ ନିମନ୍ତେ ଆମେ ଗୀତଟିଏ ଗାଇବା। ଗୀତଟି ଆମେ ପାଇବା ସିଓନ ଉପାସନା ସଙ୍ଗୀତର ତାର 12 ପୃଷ୍ଠାରେ ଉପର ଲିଖିତ ଗୀତ, ଶାନ୍ତିଦାତା ଯୀଶୁ ରାଜା ତୁମ ପଦେ ଏହି ଅଳି। ମୋ ସହିତ ଆପଣମାନେ ଏ ଗୀତଟି ପ୍ରଭୁଙ୍କର ଗୌରବ ନିମନ୍ତେ ଗାଆନ୍ତୁ। ଶାନ୍ତିଦାତା ଯୀଶୁ ରାଜା ତୁମ ପଦେ ଏହି ଅଳି, ଦିଅ ଶକ୍ତି ଦିଅ ଭକ୍ତି, ଯେନେ ନ ପଡ଼ିବୁ ଟଳି। ତୁମ ରକ୍ତରେ କିଣା ଜନ ଆମେ, ତୁମ ରକ୍ତରେ କିଣା ଜନ ଆମେ, ଆଶିଷ ଦିଅ ହେ ଢାଳି। ଶାନ୍ତିଦାତା ଯୀଶୁ ରାଜା ତୁମ ପଦେ ଏହି ଅଳି। ଅନ୍ଧାର ଏଇ ଚଲା ପଥେ ପ୍ରଭୁ, ନାହିଁ କେହି ଆମ ସାଥୀ। ଜୀବନ ତରିଟି ବାହି ନେବା ପାଇଁ, ଅଳୁ କରୁ ନୀତି ନୀତି। ତୁମରି ବାକ୍ୟ ତୈଳରେ ସବୁ, ତୁମରି ବାକ୍ୟ ତୈଳରେ ସବୁ। ଜୀବନ ପ୍ରଦୀପ ଉଠୁ ଜାଳି। ଶାନ୍ତିଦାତା ଯୀଶୁ ରାଜା ତୁମ ପଦେ ଏହି ଅଳି। ଭୁଲିବାକୁ ଯେତେ ଅତୀତ କାଳିମା, ସାରିବାକୁ ଅମାରାତି। ଦିବାନିଶି ତୁମେ ଶିଖାଇ ଦିଅ ହେ, ଗାଇବାକୁ ଜୟ ଗୀତି। ସୁନ୍ଦର କର ଜୀବନ ସବୁରି, ସୁନ୍ଦର କର ଜୀବନ ସବୁରି। ଏତିକି
तुमरी पदे अली शांति दाता जीशु राजा तुम पदे एही अली दिय शक्ति दिय भक्ति जेन्हे न पड़ू टली तुमर रक्तरे किणा जन आमे तुमर रक्तरे किणा जन आमे आशीष दिय हे ढाली शांति दाता जीशु राजा तुम पदे एही अली। प्रभु को नाम गौरव हो। ए समय आसु आमे प्रभु निकट को जीवा साहाय्य भिक्षा निमंते प्रार्थना करिबा। आपण माने आनिथिबा समस्त धन्यवाद दान आपण मानकर पारिवारिक दान आपण मानकर स्वेच्छा दान अर्थात समस्त मानवता दान एकत्र करी आमे प्रभु निकट को जाए प्रभुकर साहाय्य भिक्षा करिबा और प्रभु को धन्यवाद मध्य देबा। आउ मध्य जो माने मंडली आज असुस्थ जो माने आज अभावग्रस्त पुणी जो माने अवसादग्रस्त हो प्रभु ठारे प्रार्थना करती से निमंते मध्य प्रभु जे प्रकार से समस्त विश्व रक्षा करती से प्रार्थना करवा मध्य आज आम निकट में आम को वाक्य देवाई प्रभुकर प्रियदास मंडलीर प्रेसिडेंट महाशय राउल बाबू अच्छा प्रभु जे प्रकार ताहांको मुख दे पवित्र आत्मा द्वारा वाक्य आम प्रत्येक आवश्यकता को आत्मिक आवश्यकता को पूर्ण करती से आम प्रार्थना करवा। चक्षु बंद करूँ आम प्रभु निकट में प्रार्थना करवा। मंगलमय त्राणकर्ता जीवित परमेश्वर तुमको पुनर्बार धन्यवाद दूचु पुनर्बार आम को सुजोग देल तुमरी निकट को आसवाई तुमरी निकट में गुहारी प्रार्थना निवेदन करने प्रभु इस समय आम निज निजक तुम ठारे समर्पण करुचु। प्रभु तुम्हें केते महान परमेश्वर आज जगत भयंकर परिस्थिति रे आज गति कला बेले तुमरी लोक भाव तुम ठारे विश्वास करुवा विश्वासी भाव मते पुणी मोर प्रियजन मंडलीर विश्वासी मानू परिवार गुड़ी को प्रत्येक आबाल वृद्ध वनिता मध्य दर्शक मानू प्रभु तुम्हें अनुग्रह करिच सुस्थ सबलता देइच सुरक्षा और निरापत्ता देइच कारण तुम्हें कहीछ तुमने भय कर ना तुम्भ निकट को आउ कौन मारी जीव ना तुम तंबू निकट को कौन मारी जीव ना प्रभु तुम्हें केते महान परमेश्वर तुमरी प्रतिज्ञा केते शक्ति युक्त अटे प्रभु आज प्रभु से भरोसा आम तुमरी निकट को आसुअछु आज प्रभु ये उपासना माध्यम तुमरी गौरव कर अवकाश देइछ से धन्यवाद दौछु तुमरी गौरव करू करू प्रभु जो समस्त दान प्रिय परिवार गुड़ी को आनी व्यक्तिगत भाव में पारिवारिक भाव में मांडलिक भाव में से प्रत्येक दान को तुमरी हस्त दौचु मध्य प्रभु से धन्यवाद दान से स्वेच्छा दान से पारिवारिक दान से विभिन्न उद्देश्य दान गुड़ी को प्रभु तुम्हें ग्रहण कर से मनर वांछा को पूर्ण कर से आगामी दिन समस्त योजना को जीशुक नाम रे सफल कर मध्य जदि कहीं परिवार रे असुस्थ अच्छा जीशुक नाम रे सुस्थता दे प्रभु तुम्हें गौरव पाओ जो मैंने अभाव अच्छा से अभाव सब दूर कर तुम्हें गौरव पाओ मध्य प्रभु जो मैंने आज तुमरी निकट रे से चिंता से अवसाद निमंते से समस्त समस्या निमंते गुहारी काकुक्ति तुमरी ठारे विनती करुँच प्रत्येक प्रार्थना तुम्हें ग्रहण कर प्रभु तुम्हें उत्तर दियो धन्यवाद दौचु प्रभु आम को तुमरी दया तुमरी अनुग्रह आज पर्यंत बढ़ी प्रभु तुमरी गौरव करने अवकाश मान दे आसुअछ मध्य प्रभु यही समय प्रार्थना करे आज प्रभु मंडली रे यही ऑनलाइन माध्यम तुमरी वाक्य प्रचार करने बहु प्रभु मंडलीर बहु प्रभु प्रिय तुमरी दास को राहुल बाबू को तुम्हें आज आम मध्य छिड़ा करने जाऊच प्रभु तुम्हें हजाओ लुचाओ तांको मुख दे प्रभु पवित्र आत्मा को अवगाहन रे समस्त वाक्य को प्रभु जे प्रकार से आओ प्रभु प्रचार करू करू आओ प्रभु आमे ताहा सुनिबु निज जीवन निमंते ताहा आमे संचय करू करू पालन करी प्रभु एक परिवर्तित जीवन यापन करिबु सेति माय प्रभु आमान को मध्य आशीर्वाद करो और तांको मध्य तुम्हें अनुग्रह करो आरंभ शेष जाए जहाँ प्रभु कार्यक्रम रही प्रत्येकटी विषय तुम्हें आमानकर संगे रही उपकार कर जहाँ बागिना हो जाति प्रदान करू करू निजकू मंडली को और प्रत्येक को तुम हस्त दे जीशु नाम रे समस्त भिक्षा मागुअछु आमेन।
प्रभु को धन्यवाद दिए। विशेष भाव में आज आनंदर दिन पुनर्बार प्रभु आम को सुजोग देइछंती प्रभुतर वाक्य शुणापी। विशेषकर मंडलीर अनुरोध रक्षा करी आम मध्य मंडलीर सभापति महाशय भाई दिलीप कुमार राउल आम मध्य अच्छा। प्रभु जीशु ख्रीष्ट नाम में मुझे स्वागत जनाए। प्रिय बंधु आसवे आम निमंते प्रभु जहाँ चालना देते समस्त वाक्य आम निकट में से प्रकाश करेंगे। प्रभु गौरांत। प्रभु जीशु ख्रीष्ट नाम रे आप मान को स्वागत जनाए। ओडिया ख्रीष्टीय मंडली ओडिया बैप्टिस्ट चर्च जटणी प्रत्येक जन को स्वागत करे एवं समस्त भाई भौणी मान को ख्रीष्टीय प्रेम मु नमस्कार जनावि। आज अपराह्न समय मते यही वाक्य परिवेशन करने सुजोग दे मंडली को धन्यवाद अर्पण करे एवं जो वाक्य देवाई मत कहगला मुझे कौन प्रकार योग्यता नहीं किंबा प्रभु जो वाक्य प्रस्तुत कर मो जरिए मंडली प्रत्येक सभ्य सभा कर्णगत हो एवं समस्ते शुणी जपरी आत्मा परिपूर्ण हेबे सेपरी प्रभु प्रत्येक को आशीर्वाद करंतु। आजिकार प्रसंग नहीं जो लुक 10 पर्व 29 पद ठारू 42 पद पर्यंत जो पठन अच्छी से पठन रे मुख्य कैरेक्टर रे भाव में मार्था एवं मरियम विषय देखा जाए। आउ से समय जो मार्था जागतिक भाव में से परिचर्या करने व्यस्त थिले। हुए तो घरर समस्त जो मैंने आसीथिबे यीशु ख्रीष्ट सहित एवं मरियम एवं मार्था एवं तांकर शिष्य माने ए समुदाय अंततः 15 जन तांकर अतिथि घर को आसवे बोली से मार्था जागतिक भाव में खाद्य प्रस्तुत करुले। निश्चित भाव में यही वाक्य कहे मरियम नामनी तांकर भग्नी थिले आ से प्रभुंकर पाद तले बसी तांकर वाक्य शुणुले। आज आम देखु मरियम निश्चित भाव में से जागतिक भाव में निश्चित भाव में से रंधा कार्य जागतिक कार्य करी निश्चित भाव में मरियम पाद तले बसी प्राधान्यता दूसरे पाद तले बसी शिक्षा शुणुले। एभली भाव में किंतु जिते से मार्था प्रभु को कहते जे जे मो पर परिचय भार पकई से आड़ को कौन आपणकर मन नहीं तेरे मत साहाय्य करने निमंते ताकू कहतु। किंतु प्रभु ताकू कहते मार्था मार्था तुम्हें बहुत विषय चिंतित और व्यतिव्यस्त होइअछ किंतु अल्प केतोटी बरं गोटे मात्र प्रयोजन मरियम तो उत्तम भाग मनोनीत करिअछि आउ ता ठारू हरण करा नहीं। तेबे आजिकार विषय वस्तु पर आम आलोचना करिबा ता होछि उत्तम भाग। ए उत्तम भाग आमने ए जगत मध्य समय रे आमने जेपरी से स्वर्गीय उत्तम भाग निरूपित करिबा निर्णय करिबा एवं आमनकर ख्रिस्टियन जीवन रे ता जेपरी लागू करेबा ता होछि आमनकर ख्रिस्टियन मानकर आमनकर प्रधान कर्तव्य। किंतु आजिकार आधुनिक दुनिया रे समाज मध्य मनुष्य सदा सर्वदा निजपाई उत्तम भाग पाइबा चेष्टा करुअछि। खूब कम लोक अछंती आउ जे माने उत्तम भाग पाइबा सचेतन नुहंती। किंतु आज अनेक विषय आम देखुचु जो माने जागतिक भाव में निजर अंशटा को से ग्रहण करने चाहती अधिक अंश पाइबा चाहती उत्तम अंश पाइबा चाहती जागतिक भाव में ता प्रभु दर्शाई दौरान जे आज यही उत्तम जिनस पाइबापी आमने आमने से वाक्य अनुसरण करवा ईश्वर वाक्य अनुसरण करवा राज्य एवं धार्मिकता अनुसरण करवा हूँ आम प्रथम कर्तव्य।
तेबे जाऊना कहीं आज आमकर यही ख्रीष्टीय समाज रे ख्रीष्टीय मंडली रे आज संपूर्ण भाव में जो संघर्ष चलती कोर्ट कचेरी केस चलती अनेक गंडगोल चलती आउ भाई भाई भितर जो कलह चलती आउ भाई भौणी मुह को देखा चाहूनी कि भौणी भाई मुह को देखा चाहूनी एवं पसंद करूना यार प्रधान कारण है लुचि रही उत्तम भाग जो उत्तम भाग प्रभु चाहती आम को देवाई आमने जागतिक उत्तम भाव न पाई जपरी ईश्वर को उत्तम भाव पाई आमने पथरे जीवा जेरकम भाव में मरियम यीशुंकर पद तले बसी तांकर वाक्य शुणुले आमने यही विषय जो आम चिंता करूँ आमकर यही समय केते जटिल समस्या संघर्षमय खाली आमकर ओडिशा नुह समग्र देश समग्र पृथ्वी आज अत्यंत आतंकित अत्यंत विपदग्रस्त कहीं अनेक धार्मिक विशिष्ट नेता माने कहते निश्चित भाव में ईश्वर क्रोधान्वित होती कहीं क्रोधान्वित होती आमकर दुर्बलता आम ख्रीस्टियान भाई आमकर ख्रीष्टीय प्रेम नहीं क्षमा नहीं आम सद्भावना नहीं ईश्वर को वाक्य अनुसार आम कार्य करूनु आउ से ईश्वर क्रोध किंतु ईश्वर केबे हेले तांकर क्रोध चिरस्थायी रखती नहीं ता गीत संहिता 103:8 आपण पाइबे सदा प्रभु स्नेहशील और कृपामय क्रोधरे धीर और अत्यंत दयालु से निरंतर धमकाइबे नहीं केवल सदाकाल अपना क्रोध रखिबे नहीं ईश्वर आमन को केवल मंगल साधन करते अमंगल से केबे करती नहीं जदि आमने तांकर विरुद्धाचरण करू निश्चित भाव में जो आत्मा मान को यही जगत में देइछंती से आत्मा जरिया मैंने कार्य करू तांकर कथा शुणु तांकर वाक्य शुणु आज निश्चित भाव में आमने तांकु आमने क्रोधान्वित करवा नहीं आमने यही जगत रे कि थाऊ कि यही स्थान रे थाऊ जो भी थाऊ प्रभु तांकर दूत मान को चतुर्पार्श्व रक्षा करेंगे आज मैंने पुरातन नियम द्वितीय राजावली 2 पर्व 9 पद पढ़ा एटी एलियो आउ इलिशाईंकर विषय लिखाई पुणी से माने पार हुई गला उतरे एलियो इलिशाई को कहले मु तुम पाई कौन करी या मु तुम्भ निकटर अंतरित हेबा पूर्व माग कहिले इलिशा कहले मु विनय करुअछि आपणकर आत्मार 2 गुण अंश मो परे वर्तु आज आम देखुचु यही 2टी क्यारेक्टर एलियो इलिशा एलियोंकर सेवक थिले इलिशा से तांकर कथा शुणुले सहित से जीवन काटुले किंतु तांकु कहते जीवन जाक आम जीवित परमेश्वर सहित जिते पर्यंत अच्छा मुझे तुम सहित सब संलग्न ही रही अनेक प्रकार चेष्टा कर मध्य सदा प्रभु कार्य कले एवं से भविष्य वक्ता द्वारा कहले आउ तुम घूर्णी वायु द्वारा तुम्हें स्वर्ग को आरोहण कर एलियो आज आम स्वर्गारोहण किए कर एलियो निरूपित होती घूर्णी बात्या द्वारा वायु द्वारा से स्वर्ग आरोहण कर हनक इत्यादि आमने से विषय आलोचना करवा नहीं किंतु आमने विशेष विषय हूँ एलियोंकर जो सेवक इलिशा से एलियों ठारू 2 गुण आत्मार शक्ति नेले से वर मागिले तुम्हें जीवा पूर्वर मते यही वरदान कर तुमर आत्मिक शक्ति मत मोर 2 गुण हो आप तो चली जीवे सुग्रहण करेंगे किंतु मु जगत जपरी मुझे 2 गुण आत्मा लाभ करी आउ से आश्चर्य कर्म करने
ସେ ଲେଖାଯାଏ ସେ ମଧ୍ୟ ଏଲିଓ ସ୍ୱର୍ଗାରୋହଣ କରିବା ପରେ ମଧ୍ୟ ସେ 2 ଗୁଣର ଆଶ୍ଚର୍ଯ୍ୟ କାମ କରିଥିଲେ ବାକ୍ୟ ଲେଖାଯାଏ। କାରଣ ଦୁଃସାଧ୍ୟ ବିଷୟ ହେଲେ ମଧ୍ୟ ଇଲିଶା ଉତ୍ତମ ଭାଗ ମନୋନୀତ କରିଥିଲେ। ଯଦିଓ ଏଇଟା କଠିନକର ହେଇଥିଲା କିନ୍ତୁ ଏଲିଶା ତାଙ୍କର ସେ ଆତ୍ମିକ 2 ଗୁଣର ଶକ୍ତି ପାଇଥିଲେ। ଏଲିଓ ଛାଡ଼ି ଦେଇ ଚାଲିଗଲେନି। ଅନେକ ପର୍ଯ୍ୟାୟରେ ତାଙ୍କୁ 3-4 ଥର ତାଙ୍କୁ ଏପଟକୁ ଯାଅ ସେପଟକୁ ଯାଅ, ଆଉ ସେଇ ସମୟରେ ତାଙ୍କୁ ଗିଲଗଲକୁ ନେଇକି ଗଲେ, ଆଉ ବେଥଲକୁ ନେଇ ଗଲେ, ତାପରେ ଜିରିହକୁ ନେଇକି ଯାଉଛନ୍ତି। ତାପରେ ଶେଷରେ ଜର୍ଦ୍ଦନ ନଦୀରେ ଯେତେବେଳେ ସେ କୂଳରେ ଉପସ୍ଥିତ ହୁଅନ୍ତେ ଏଲିଓ କହିଲେ ତାଙ୍କର ସର୍ବାଙ୍ଗ ଲୁଗାକୁ ବାନ୍ଧି ଆଉ ସେ ଜଳକୁ ଆଘାତ କଲେ, ଆଉ ସେଇ ଜଳ ଖୋଲିଗଲା ରାସ୍ତା, ଆଉ ସେଇ ରାସ୍ତାରେ ସେ ଏଲିଶା ଯାଉଛନ୍ତି। ପ୍ରଭୁଙ୍କ ନାମ ଧନ୍ୟବାଦ ହଉ, କାରଣ ଏହି ଆଶ୍ଚର୍ଯ୍ୟ କର୍ମ ଅନେକ ଆମମାନଙ୍କର ଆଉ ବାଇବଲରେ ଓଷା ଏବଂ ଅନେକ କାର୍ଯ୍ୟ କରିଅଛନ୍ତି। ଆଉ ଏଥିରୁ ଆମେ ପୁରାତନ ପୁସ୍ତକରୁ ଏଲିଆଙ୍କର ଯେଉଁ ଆଶ୍ଚର୍ଯ୍ୟ କର୍ମ ସେ ଏଲିଶା ତାଙ୍କଠାରୁ ଗ୍ରହଣ କଲେ। ଦ୍ୱିତୀୟ ବିଷୟ ଆମେ ପ୍ରଥମ ସାମୁଏଲ 1 ପର୍ବ 5 ପଦରେ ପଢ଼ିବା। ଇଲକାନା ଆପଣା ସ୍ତ୍ରୀ ହାନ୍ନାଙ୍କୁ ଅନ୍ୟମାନଙ୍କ ଠାରୁ 2 ଗୁଣ ଅଂଶ ଦେଲା, କାରଣ ସେ ହାନ୍ନାଙ୍କୁ ପ୍ରେମ କରୁଥିଲା। ମାତ୍ର ସଦାପ୍ରଭୁ ତାହାର ଗର୍ଭାଶୟକୁ ରୁଦ୍ଧ କରିଦେଲେ। କିନ୍ତୁ ପ୍ରଥମ ସାମୁଏଲ 1 ପର୍ବ 10 ପଦରେ ଲେଖା ହେଇଛି ଯେ ହାନ୍ନା ତିକ୍ତମନା ହୋଇ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁ କରୁ ରୋଦନ କଲେ ଏବଂ ପରମେଶ୍ୱର ତାଙ୍କର ପ୍ରାର୍ଥନା ଶୁଣିଲେ ଏବଂ ତାଙ୍କୁ ଏକ ପୁତ୍ର ସନ୍ତାନ ଦେଲେ, ଯାହାର ନାମ ହେଲା ସାମୁଏଲ, ଅର୍ଥାତ୍ ପରମେଶ୍ୱରଙ୍କର ଦତ୍ତ। ପରମେଶ୍ୱର ଦତ୍ତ ରଖିଲେ ତାଙ୍କ ନାମ। ପରମେଶ୍ୱର ଯିଶାୟ ଭାବଜୀଙ୍କର ମୁଖ ଦ୍ୱାରା ସେ ଯେଉଁ ବାକ୍ୟ ଯିଶାୟ 61 ପର୍ବ 7 ପଦରେ ଲିଖିତ ଅଛି ସେ ପ୍ରକାଶ କରନ୍ତୁ, ତୁମେମାନେ ଲଜ୍ଜାର ପରିବର୍ତ୍ତେ 2 ଗୁଣ ସମ୍ମାନ ପାଇବ, ପୁଣି ଅପମାନର ପରିବର୍ତ୍ତେ ସେମାନେ ଆପଣା ଅଧିକାରରେ ଆନନ୍ଦ କରିବେ। ଏ ନିମନ୍ତେ ସେମାନେ ଆପଣମାନଙ୍କର ଦେଶରେ 2 ଗୁଣ ଅଂଶ ପାଇବେ, ସେମାନଙ୍କର ଅନନ୍ତ କାଳ ସ୍ଥାୟୀ ଆହ୍ଲାଦ ହେବ। ପ୍ରତ୍ୟେକ ଲଜ୍ଜିତ, ଅପମାନିତ ଓ ଅନ୍ୟାୟ ସହକାରୀଙ୍କ ପାଇଁ ଏହା ହିଁ ପରମେଶ୍ୱରଙ୍କର ପ୍ରତିଜ୍ଞାଯୁକ୍ତ ବାକ୍ୟ। ତେବେ ଆମେ ଯଦି ପ୍ରଭୁଙ୍କ ନିକଟବର୍ତ୍ତୀ ହଉ, ପ୍ରଭୁ ଆମମାନଙ୍କୁ ପୂର୍ବରୁ ଯାହା ତାଙ୍କର ଗର୍ଭାଶୟକୁ ରୁଦ୍ଧ କରି ଦେଇଥିଲେ ହାନ୍ନାଙ୍କର, ଯେହେତୁ ଆମମାନଙ୍କର ସଦାପ୍ରଭୁ ନ୍ୟାୟ ବିଚାର କରନ୍ତି, ଅନ୍ୟାୟ କରନ୍ତି ନାହିଁ, ଆଉ ସେଇଭଳି ଭାବରେ ସେ ହାନ୍ନାଙ୍କୁ ତାଙ୍କର ଗର୍ଭାଶୟକୁ ରୁଦ୍ଧ କରିଥିଲେ। ତତ୍ପରେ ସେ ପ୍ରାର୍ଥନା ଉତ୍ସବ କଲେ ଈଶ୍ୱରଙ୍କ ନିକଟରେ। ତାପରେ ଈଶ୍ୱର ତାଙ୍କୁ ଏକ ପୁତ୍ର ସନ୍ତାନ ଦେଲେ, ଆଉ ଯାହାଙ୍କ ନାମ ସାମୁଏଲ ରଖାଗଲା। ଏଇଭଳି ଭାବରେ ଆମେ ଯେତେବେଳେ ନିଜ ନିଜକୁ ଆମେ ସମର୍ପଣ କରୁ ପ୍ରଭୁଙ୍କ ନିକଟରେ, ଯେଉଁଭଳି ଭାବରେ ମରିୟମ ଯୀଶୁଙ୍କ ନିକଟରେ ନିଜକୁ ସମର୍ପଣ କରି ବାକ୍ୟ ଶୁଣୁଥିଲେ ଏବଂ ସମସ୍ତ ବିଷୟ ତାଙ୍କୁ ଅର୍ପଣ କରୁଥିଲେ, ସେଭଳି ଭାବରେ ଆମେ ଉତ୍ତମ ଭାଗ ପ୍ରଭୁଙ୍କ ନିମନ୍ତେ ରଖିବା। ତେବେ ଆଜି ଆମେ ଆଦି ପୁସ୍ତକରେ ଅବ୍ରାହମଙ୍କ ବିଷୟରେ ଲେଖା ଅଛି 13 ପର୍ବ 5-11। ମୁଁ ସବୁ ବିଷୟ ପଢ଼ୁନି। ପୁଣି ଅବ୍ରାହମଙ୍କର ସଙ୍ଗୀ ଲୋଟଙ୍କର ମଧ୍ୟରେ ଅନେକ ମେଷ ଗୋରୁ ଓ ତମ୍ବୁ ଥିଲା। ଏ ନିମନ୍ତେ ସେହି ଦେଶ ସେମାନଙ୍କର ଏକତ୍ର ବାସ ପାଇଁ ଉପଯୋଗୀ ହେଲା ନାହିଁ, କାରଣ ସେମାନଙ୍କର ବହୁତ ସମ୍ପତ୍ତି ଥିବାରୁ ସେମାନେ ଏକତ୍ର ବାସ କରିପାରିଲେ ନାହିଁ। ପୁଣି ଅବ୍ରାହମଙ୍କର ପଶୁପାଳକ ଓ ଲୋଟଙ୍କର ପଶୁପାଳକଙ୍କର ପରସ୍ପର ବିରୋଧ ହେଲା। ସେହି ସମୟରେ ସେହି ଦେଶରେ କିଣାନୀୟ ଓ ପରିଲୀୟ ଲୋକମାନେ ବାସ କରୁଥିଲେ। ପୁନର୍ବାର ଆମେ 11 ପଦରେ ପଢ଼ିବା। ଏଣୁକରି ଲୋଟ ଆପଣା ପାଇଁ ଜର୍ଦ୍ଦନର ସମସ୍ତ ପ୍ରାନ୍ତର ମନୋନୀତ କରି ପୂର୍ବ ଦିଗକୁ ପ୍ରସ୍ଥାନ କଲେ। ଏହି ରୂପେ ସେମାନେ ଏକ ଆରେକ ଠାରୁ ପୃଥକ ହେଲେ। ଆଜି ଆମମାନଙ୍କର
जो अब्राहम आदि पिता अब्राहम ସେମାନଙ୍କର ତାଙ୍କର ଯେଉଁ ବଡ଼ ଭାଇ ହିସାବରେ ତାଙ୍କର ସେଇ ନିସ୍ୱାର୍ଥପରତା ବାଇବଲ ଦର୍ଶାଏ। ଈଶ୍ୱରଙ୍କର ଆଜ୍ଞାଧୀନ ହୋଇ ତାଙ୍କର ଆଜ୍ଞା ପାଳନ କରୁଥିଲେ, ଆଉ ଧାର୍ମିକ ବ୍ୟକ୍ତି ଥିଲେ, ଆଉ ଈଶ୍ୱର ତାହାଙ୍କ ସାଙ୍ଗରେ କଥୋପକଥନ କରୁଥିଲେ। ଆଜି ଆମେ ଦେଖୁଛୁ ଏହି ଶାସ୍ତ୍ରରେ ଅବ୍ରାହମ ବଡ଼ ହୋଇ ମଧ୍ୟ ସେ ସାନକୁ ସ୍ୱାଧୀନ ଭାବରେ ବାଛିବା ପାଇଁ ଅଧିକାର ଦେଲେ, ଯେପରି ଜଣେ ସାନ ଭାଇ ସ୍ୱାଧୀନ ଭାବେ ନିଜର ଭାଗ ବାଛିପାରିବ। କିନ୍ତୁ ଆଜିକାଲି ଦେଖୁଛୁ ଆମେ ବଡ଼ ଭାଇମାନେ ଚାହୁଁଛନ୍ତି ଆମେ ଯେମିତି ସମସ୍ତ ସମ୍ପତ୍ତିର ଅଧିକାରୀ ହେବା, ସମସ୍ତ ଉତ୍ତମ ଭାଗ ଆମେ ନେବା, ଆମେ ଯାହା ସାନ ଭାଇମାନଙ୍କୁ ଆମେ କହିଦେବା, କୌଣସି ଆପତ୍ତି ନାହିଁ, କାରଣ ମୁଁ ବଡ଼ ଏବଂ ଜ୍ୟେଷ୍ଠ। କିନ୍ତୁ ପ୍ରଭୁ ଯୀଶୁ କ'ଣ କହନ୍ତି ଲୁକ 22:26 ପଦରେ, କିନ୍ତୁ ତୁମେମାନେ ସେ ପ୍ରକାର ହୁଅ ନାହିଁ, ମାତ୍ର ତୁମମାନଙ୍କର ମଧ୍ୟରେ ଯେ ଜ୍ୟେଷ୍ଠ ସେ କନିଷ୍ଠ ପରି ହେଉ। କାରଣ ପ୍ରଭୁଙ୍କର ଯେଉଁ କାର୍ଯ୍ୟ ଆମମାନେ ନିଜର ଆତ୍ମବଡ଼ିମା, ନିଜର ବୟସ, ନିଜର ଜ୍ୟେଷ୍ଠତା ଏଗୁଡ଼ିକ ସବୁ ଆମମାନେ ଯେପରି ଅନ୍ୟମାନଙ୍କ ନିକଟରେ ନ ଦର୍ଶାଇ ଅନ୍ୟ ଆରେକଙ୍କୁ ପ୍ରେମ କରିବା। ଆମକୁ ଈଶ୍ୱର ଆମକୁ ସିନିୟରିଟି ଦେଇଛନ୍ତି, ବଡ଼ କରିଛନ୍ତି, ତା ବୋଲି ଆମମାନେ ସାନମାନଙ୍କୁ ଆମମାନେ ଛାଡ଼ିଦେବା ନାହିଁ। ତାଙ୍କର ମଧ୍ୟ ହକ୍ ଅଛି କୌଣସି ଯୋଗ୍ୟତା ପାଇଁ ହାସଲ କରିବା ପାଇଁ, ହୁଏତ ଜାଗତିକ ଭାବରେ ହେଉ ଆଉ ଆଧ୍ୟାତ୍ମିକ ଭାବରେ ହେଉ। ତେବେ ତାର ଭାଗକୁ ଆମେ ମନୋନୀତ କରିବା ପ୍ରଥମ ଆମମାନଙ୍କର କର୍ତ୍ତବ୍ୟ। ଦ୍ୱିତୀୟରେ, ଅବ୍ରାହମ ଜଣେ ଶାନ୍ତିପ୍ରିୟ ଲୋକ ଥିଲେ। ସେ ଅଯଥା ପରସ୍ପର ମଧ୍ୟରେ ବିବାଦ ପସନ୍ଦ କରୁନଥିଲେ। ମାଥ୍ୟୁ 5:9 ଲେଖାଇଛି, ଯୀଶୁ କହନ୍ତି, ଶାନ୍ତିକାରକ ଲୋକ ଧନ୍ୟ, କାରଣ ସେମାନେ ଈଶ୍ୱରଙ୍କର ସନ୍ତାନ ବୋଲି ଖ୍ୟାତ ହେବେ। ଯେଉଁମାନେ ଶାନ୍ତିକାରକ ଲୋକ ସେମାନେ ଧନ୍ୟ। ଆମମାନଙ୍କର ଏଇ ବାଇବଲରେ ଆଉ ଲେଖା ହେଇଛି ମାଥ୍ୟୁ 5:9। ଏବଂ ଆଉ ଗୋଟେ କଥା ଲେଖା ହେଇଛି, ଆମମାନଙ୍କ ପରମେଶ୍ୱର ଶାନ୍ତିର ରାଜା। ବିଷୟ 9:6 ଲେଖା ହେଇଛି, ଆଉ ସେ ଆମମାନଙ୍କର ତାଙ୍କର ନାମ ଶାନ୍ତି ରାଜା ହେବ। ଏବଂ ଆମମାନଙ୍କ ତୃତୀୟ ପର୍ଯ୍ୟାୟକୁ ଆସିବା ଯେ ଅବ୍ରାହମ ତାଙ୍କର ସମସ୍ତ ଗତିରେ ସବୁ ଅବସ୍ଥାରେ ପରମେଶ୍ୱରଙ୍କଠାରେ ନିର୍ଭର କରୁଥିଲେ ଏବଂ ତାଙ୍କର କାର୍ଯ୍ୟକଳାପ ଏବଂ ତାହାକୁ ସେ ତାଙ୍କର ଆଜ୍ଞା ପାଳନ କରୁଥିଲେ। ଫଳରେ ସେ ଅବ୍ରାହମଙ୍କ ଭାଗରେ କୌଣସି ଉନ୍ନତି ଉତ୍ତମ ଭୂମି ପଡ଼ିନଥିଲା। ଯେଉଁ ଭାଗ ହୁଏ ବଡ଼ ସାନ ଆଉ ଜମି ପ୍ରସଙ୍ଗରେ, ସମ୍ପତ୍ତି ପ୍ରସଙ୍ଗରେ, କିନ୍ତୁ ଆମମାନଙ୍କର ଦେଖୁଛୁ ଏ ଶାସ୍ତ୍ର କହୁଛି ଅବ୍ରାହମ ବଡ଼ ଭାଇ ହେଇକରି ଆଉ ସେ ନିଜେ ସାନ ଭାଇକୁ ତ୍ୟାଗ ଦେଇଥିଲେ। ତୁ ଯାହା ନେଉଛୁ ନେ, ତାପରେ ଯାହା ବଳିବ ମୁଁ ନେବି। ଯେକୌଣସି ପରିସ୍ଥିତିରେ ଯଦି ଅବ୍ରାହମଙ୍କର ଭଳି ଆମେ ପରମେଶ୍ୱରଙ୍କର ଯୋଜନା ଓ କାର୍ଯ୍ୟକୁ ଯଦି ସ୍ୱୀକାର କରୁ ଏବଂ ଗ୍ରହଣ କରୁ, ତାହେଲେ ପରମେଶ୍ୱର ଆମ ଜୀବନରେ ଆସୁଥିବା ସମସ୍ତ ବିପରୀତ ପରିସ୍ଥିତି ଓ ପରିବେଶକୁ ଆମର ହିତ ନିମନ୍ତେ ପରିବର୍ତ୍ତନ କରିପାରନ୍ତି। ଆମମାନଙ୍କର ହିତ ନିମନ୍ତେ, ଆମମାନଙ୍କର ମଙ୍ଗଳ ନିମନ୍ତେ ସେ ପରିବର୍ତ୍ତନ କରନ୍ତି। ଯଦି ଆମମାନଙ୍କର କୌଣସି, କିନ୍ତୁ ପ୍ରଭୁ ନିରପେକ୍ଷ ଭାବରେ ବିଚାର କରନ୍ତି, ସାନ ନୁହଁ ବଡ଼ ନୁହଁ। ଏବଂ ଯଦି ଆମମାନେ ନିଜର ନିଃସ୍ୱାର୍ଥ ଭାବରେ ଅନ୍ୟକୁ ଆମମାନେ ସାହାଯ୍ୟ କରୁଛୁ, ଈଶ୍ୱର ଆମମାନଙ୍କୁ ଉତ୍ତମ ଭାବରେ ସାହାଯ୍ୟ କରନ୍ତି, କାରଣ ସେ ହୁଏତ ଆମମାନଙ୍କୁ ଦ୍ୱିଗୁଣିତ ଦେବା ପାଇଁ ସେ ଇଚ୍ଛା କରନ୍ତି, କିନ୍ତୁ ଆମମାନଙ୍କୁ ନିଃସ୍ୱାର୍ଥପର ଭାବେ ସେବା କରିବା ଉଚିତ। ଆମେ ଦେଖୁଛୁ ଅବ୍ରାହମ ଆଉ ଲୋଟ ଦୁଇ ଭାଇ ଥିଲେ, ଆଉ ସେମାନଙ୍କର ଅଚଳ ସମ୍ପତ୍ତି ଥିଲା, ଆଉ ଯେଉଁଠାରେ ଗୋରୁ ମେଷ ତମ୍ବୁ ଇତ୍ୟାଦିରେ ସେମାନେ ଭରପୁର ଥିଲେ। ସେମାନଙ୍କର ସବୁବେଳେ କିଛି ନା କିଛି ସେ ମେଷ ପାଳକ ହେଲା ତାଙ୍କର ଜରିଆରେ କୌଣସି ସଂଘର୍ଷ ହେଉଥିଲା। ସେତେବେଳେ ଅବ୍ରାହମ କହିଲେ, ନାହିଁ, ବର୍ତ୍ତମାନ ଆମମାନେ ଯଦି ଅନ୍ୟ ଆଡ଼କୁ ଚାଲିଯିବା, ବିଭକ୍ତ ହେଇଯିବା, ତାହେଲେ କେଜାଣି କୌଣସି ପ୍ରକାରେ କୌଣସି ସଂକଳ୍ପ ଦେଖାଯିବ ନାହିଁ। ଆମେ ଲୋଟଙ୍କର ଏଇ ସ୍ୱାର୍ଥପରତା ଜୀବନକୁ ଲକ୍ଷ୍ୟ କରୁ। ତାଙ୍କର କ୍ୟାରେକ୍ଟର ସେଇ ଅବ୍ରାହମଙ୍କର ସହିତ ଆଉ ଜୀବନଯାପନ କରୁଥିଲେ, ଆଉ ଅବ୍ରାହମ ଚାହୁଁଥିଲେ ସେ ଯେପରି ଅଲଗା ରହୁ, କିନ୍ତୁ ତାଙ୍କର ଜାଗତିକ ଭାବରେ ଅନେକ ଲାଳସା ଥିଲା। ସେ
ଯାହା ଉତ୍ତମ ଭାଗ ବୋଲି ମନୋନୀତ କରିଥିଲେ ଲକ୍ଷ୍ୟ କଲେ ତାହା ନେବା ପାଇଁ କହିଥିଲେ ଏବଂ ସେ ଅବ୍ରାହ୍ମଙ୍କ ସହ କୌଣସି ପରାମର୍ଶ ନେଇନଥିଲେ ଆଉ କୌଣସି ଆଲୋଚନା ମଧ୍ୟ କରିନଥିଲେ। ହିତୋପଦେଶ 12 ପର୍ବ 15 ପଦ ଲେଖାଯାଏ, ମନୁଷ୍ୟ ଦୃଷ୍ଟିରେ କୌଣସି କୌଣସି ପଥ ସରଳ ଦେଖାଯାଏ, ମାତ୍ର ତାହାର ଶେଷରେ ମୃତ୍ୟୁର ପଥ ଥାଏ। ଲୋଟ ସେତେବେଳେ ଦେଖୁଥିଲେ, ଜାଣୁଥିଲେ ଯେ ନିଶ୍ଚିତ ଭାବେ ଏ ସରଳ ପଥ ଅମୁକ ଜାଗାକୁ ଯିବି ଆଉ ସେଠାରେ ମୁଁ ବସତି ସ୍ଥାପନ କରିବି। ଆଉ ସଦମ ଆଉ ଗମରାକୁ ସେ ଚାଲିଗଲେ ସତ, ତାଙ୍କର ସମ୍ପତ୍ତି ବାଡ଼ି ଅନେକ ଗୋରୁ ମେଷ ତମ୍ବୁ ଏଗୁଡ଼ିକ ସବୁ ନେଇକି ଚାଲିଗଲେ ଆଉ ସେଠାରେ ବସତି ସ୍ଥାପନ କଲେ। କିନ୍ତୁ ପ୍ରଭୁ କହୁଛନ୍ତି ସମସ୍ତ ଜାଗତିକ ଯେଉଁ ଆମର ଅଛି ଇଚ୍ଛା ଆଉ ତା ପଛରେ ମୃତ୍ୟୁର ପଥ ଥାଏ। ଲୋଟ ନିଜ ଦୃଷ୍ଟିରେ ଉତ୍ତମ ଭାବୁଥିଲେ ସତ, ମନୋନୀତ କଲେ, ମାତ୍ର ସଦାପ୍ରଭୁ ଏହି ସଦମ ଗମରା ସହରକୁ ବିନଷ୍ଟ କରିଦେଲେ। କ'ଣ ଲାଭ ହେଲା? ଏଭଳି ଭାବରେ ମାନେ ଏଇ ଶିକ୍ଷା ମାଧ୍ୟମରେ ଏଇ ବାଇବଲ ପୁସ୍ତକ ବାଇବଲରୁ ଆମେ ଯେଉଁ 4ଟି କ୍ୟାରେକ୍ଟର ଆଉ ସଂଗ୍ରହ କରିଛୁ, ସେଇ 4ଟି କ୍ୟାରେକ୍ଟର ଅନେକ ଅଛି, କିନ୍ତୁ ଏଇ 4ଟି କ୍ୟାରେକ୍ଟର ମୋତେ ଏବଂ ଆପଣମାନଙ୍କୁ ସେଇ ଉତ୍ତମ ଭାଗ ପାଇଁ ମନୋନୀତ କରିଅଛି। ଉତ୍ତମ ଭାଗ ପାଇଁ ଚିନ୍ତା କରିବା ପାଇଁ ଆମମାନଙ୍କୁ ଆବଶ୍ୟକ। ଆଜି ଏଇ ଲୋଟର ବିଷୟ ଆମେ ଦେଖୁଛୁ, ଅତ୍ୟନ୍ତ ସେଇ ସଦମ ଗମରା ସହରକୁ ସେ ଈଶ୍ୱର ବିନଷ୍ଟ କରିଦେଲେ। ତେବେ ଆମେ ଦେଖୁଛୁ ପୁନର୍ବାର ହବା ଆଦମ କଥା ମନେ ପକାଇବା। ହବା ଦୃଷ୍ଟିରେ ଯେତେବେଳେ ସେ ସତ୍ ସତ୍ ଜ୍ଞାନଦାୟକ ଫଳ ବୃକ୍ଷର ଫଳ, ସୁଖାଦ୍ୟ ଉତ୍ପାଦକ ଓ ନୟନର ଲୋଭ, ଆଖିର ଯେଉଁ ଲୋଭ, ତାକୁ ସେ ଜ୍ଞାନ ଦେବା ନିମନ୍ତେ ଆକର୍ଷଣ କରିଥିଲା। କିନ୍ତୁ କ'ଣ ହେବ? ନିଜେ ଖାଇଲେ ଏବଂ ସ୍ୱାମୀକୁ ମଧ୍ୟ ଦେଲେ, ସ୍ୱାମୀ ଆଦମକୁ ମଧ୍ୟ ଦେଲେ, ଆଉ ସେ ଶାରୀରିକ ମୃତ୍ୟୁ ଗ୍ରହଣ କଲେ ଏବଂ କଷ୍ଟକର ଦଣ୍ଡ ନିଜ ନିମନ୍ତେ ଏବଂ ମନୁଷ୍ୟମାନଙ୍କ ମଧ୍ୟରେ ଦେଲେ। ତାହା ହେଉଛି ହବାର ସେଇ ସ୍ୱାର୍ଥପରତା। ନିଜ ପାଇଁ ଯେଉଁ ଉତ୍ତମ ବିଷୟ ସେ ସଂଗ୍ରହ କଲେ ତାହା ଲୋଭଶୀଳ ଥିଲା। ସେ ଭାବିଲେ ଯେ ଏଇଟା ଖାଇଲେ ମୁଁ ଅନନ୍ତ ବିଷୟରେ ମାନେ ସେ ଯେପରି ଜ୍ଞାନ ପାଇବେ। ଅନେକ ସମୟରେ ଆମେ ସ୍ୱାର୍ଥପର ହୋଇ ଆଗ ପଛ ବିଚାର ନ କରି ଲୋଟ ଓ ହବାଙ୍କ ଭଳି ନିଜ ଦୃଷ୍ଟିରେ ଯାହା ଉତ୍ତମ ତାହା କରିଥାଉ। ଆମେ ସଦାପ୍ରଭୁଙ୍କର ଯୋଜନା ଓ କାର୍ଯ୍ୟକୁ ଆମ ଜୀବନରେ ସଫଳ ହେବାକୁ ଦେଇନଥାଉ, ଫଳରେ ବିନଷ୍ଟ ହୋଇଥାଉ। କଲୋସିୟ 3:2 ପଦରେ କ'ଣ ଲେଖାଯାଏ? ପାର୍ଥିବ ବିଷୟରେ ଆସକ୍ତ ନ ହୋଇ ଊର୍ଦ୍ଧ୍ୱସ୍ଥ ବିଷୟରେ ଆସକ୍ତ ହୁଅ। ବର୍ତ୍ତମାନ ଆମେ ଏଇ ପାରାବଲ ଅଫ୍ ଲଷ୍ଟ ସନ୍, ଅପବୟୀ ପୁତ୍ର ମଧ୍ୟ ସେଇ ଉଦାହରଣ ସ୍ୱରୂପ, ଯେଉଁକି ସେ ଉତ୍ତମ ଭାଗ ମନୋନୀତ କରିଛନ୍ତି। ଆଜି ଆମେ ଏଇଠି ଦେଖୁଛୁ ଲୁକ 15 ପର୍ବ 25ରୁ 30 ଏବଂ 32 ଆଉ ପଦରେ ଲେଖା ହେଇଛି। ଯାହା କିଛି ଆମେ ପଢ଼ିବା ତାହା ବର୍ତ୍ତମାନ ସମ୍ଭବ ନୁହଁ, କିନ୍ତୁ ଅପବୟୀ ପୁତ୍ର କଥା ମାନେ କାହାଣୀ ଆମେ ପିଲାଦିନୁ ଶୁଣି ଆସିଛୁ। ସଣ୍ଡେ ସ୍କୁଲରୁ ମୋର ମନେ ଅଛି ସେ କାହାଣୀ ଆମେ ଶିକ୍ଷା ପାଇଥିଲୁ ସଣ୍ଡେ ସ୍କୁଲ ଟିଚରଙ୍କଠୁ। ଆଉ ବଡ଼ ହେଲେ ମଧ୍ୟ ସେ ଗୋଟେ ସୁନ୍ଦର କ୍ୟାରେକ୍ଟରିଷ୍ଟିକ୍ ଭାବେ ଆମମାନଙ୍କୁ ଦର୍ଶାଇ ଦିଏ ଯେ ଏଇ ଯେଉଁ ଅପବୟୀ ପୁତ୍ର କ'ଣ ଥିଲା ଆଉ ଆମମାନଙ୍କ ଜୀବନରେ କ'ଣ ପ୍ରତିଫଳିତ ହେବ, ତା ବିଷୟରେ ଆମେ ଟିକିଏ ଆଲୋଚନା କରିବା। ଯେତେବେଳେ ଦେଖୁଛୁ ଯେ ପିତାଙ୍କର କଥା ଅମାନ୍ୟ କରି ସେ ବିଦେଶକୁ ନିଜ ସମ୍ପତ୍ତିର ଭାଗ ନେଇ ଚାଲିଗଲା ଏବଂ ସେ ଆମୋଦ ପ୍ରମୋଦ କଲା। ତାର କନସିକ୍ୱେନ୍ସ କ'ଣ ହେଲା? ପ୍ରତିଫଳ କ'ଣ ହେଲା? ସମସ୍ତ ମାନେ ଆଶୀର୍ବାଦରୁ ବଞ୍ଚିଥିଲା। ଅଲ୍ ଦ ବ୍ଲେସିଂ, ଅଲ୍ ଦ ଇନହେରିଟାନ୍ସ ଅଫ୍ ହିଜ୍ ଫାଦର ହ୍ୟାଡ୍ ଗିଭେନ୍ ହିମ୍ ୱାଜ୍ ୱେଷ୍ଟେଡ୍ ଆଣ୍ଡ ଲଷ୍ଟ। ଯେତେ ତାର ଈଶ୍ୱରଙ୍କର ଅନୁଗ୍ରହ ଆଶୀର୍ବାଦରୁ ସେ ବଞ୍ଚିତ ହେଲା ଆଉ ସେ ଲଜ୍ଜିତ ହେଲା ଯେ ମୁଁ କ'ଣ କଲି? ନିଜ ଇଚ୍ଛାରେ ମୁଁ ସ୍ୱାଧୀନ ଭାବିଥିଲି, କିନ୍ତୁ ତାର ପରିଣାମ ପାପର କୀର୍ତ୍ତଦାସ ହେଲା। ସବୁ ସମ୍ପତ୍ତି ସେ ହରାଇଦେଲା। ଶେଷରେ ସେ ଘୁଷୁରୀ ପଲର ଜଣେ ପାଳକ ହେଇକିରି ଘୁଷୁରୀ ପଲକୁ ଚଳାଉଥିଲା, ଆଉ ଘୁଷୁରୀ ଯାହା ଖାଉଥିଲେ ତାକୁ ମଧ୍ୟ ସେ ଖାଇକି ବଞ୍ଚୁଥିଲା। ଏଇଭଳି ପରିସ୍ଥିତି ତାର ଜୀବନରେ ଆସିଗଲା।
समय समय से खाद्य ମଧ୍ୟ ତାହାକୁ ମିଳୁନଥିଲା। ସମୟ ସେ ଭାବୁଥିଲା ହୁଏତ ସେ ମୁଁ ପିତାଙ୍କ ନିକଟକୁ ଯଦି ଫେରିଯିବି, କାରଣ ପିତାଙ୍କର ପାଖରେ ଥିଲା ବେଳକୁ ଉତ୍ତମ ଉତ୍ତମ ଖାଦ୍ୟ ପାଉଥିଲି, ଆଉ ଉତ୍ତମ ପୋଷାକ ପିନ୍ଧୁଥିଲି, ଆଉ ଉତ୍ତମ ବିଷୟରେ ମୋତେ ସାହାଯ୍ୟ ମିଳୁଥିଲା। କିନ୍ତୁ ଆଜି ମୁଁ କେଉଁଠାରେ ଅଛି, ସେ କେଉଁଠାରେ ଅଛି, ସେ ପ୍ରଶ୍ନ ଯେତେବେଳେ ସେ ନିଜକୁ ଯେତେବେଳେ ଅନୁତାପ କଲା ଆଉ ପିତାଙ୍କର କଥା ଭାବିଲା ଯେ ପିତାଙ୍କର କଥା କେଜାଣି ମାନିଥିଲେ କେଜାଣି ମୁଁ ସୁଖରେ ଥାନ୍ତି। ଆଉ ଦୟାଳୁ ପିତା ଯିଏ ପୁତ୍ରର ଫେରିବା ବାଟକୁ ସେ ଅନାଇ ବସିଛନ୍ତି, ତାହାକୁ ଯେପରି ଆଲିଙ୍ଗନ କରି ଚୁମ୍ବନ ଦେଇ ସବୁଠାରୁ ଭଲ ଲୁଗା ପିନ୍ଧାଇ ହାତରେ ମୁଦି ଏବଂ ପାଦରେ ପାଦୁକା ଦେଇ ଏକ ବଡ଼ ଭୋଜିର ଆୟୋଜନ କରିଥିଲେ। ଆଜି ଆମମାନଙ୍କର ଈଶ୍ୱର ସେ ମଧ୍ୟ ଆମମାନଙ୍କୁ ଆହ୍ୱାନ କରୁଛନ୍ତି, ସମସ୍ତଙ୍କୁ ସମସ୍ତ ଆସନ୍ତୁ, ଯେଉଁମାନେ ଭାରଗ୍ରସ୍ତ ଚିନ୍ତାଗ୍ରସ୍ତ ମୋ ନିକଟକୁ ଆସ, ମୁଁ ତୁମକୁ ଶାନ୍ତି ଦେବି, ସାନ୍ତ୍ୱନା ଦେବି, ସମସ୍ତ ଦୁଃଖରୁ ତୁମକୁ ସୁଖରେ ପରିବର୍ତ୍ତନ କରିବି। ଆଜି ଈଶ୍ୱର ଆମମାନଙ୍କୁ ଚାହାନ୍ତି, ତାଙ୍କର ଦୟା ତାଙ୍କର ମଙ୍ଗଳ ଅତ୍ୟନ୍ତ ବୃହତ୍ ଅଟେ। କିନ୍ତୁ ଏଠାରେ ବଡ଼ ଭାଇ ଦେଖୁଛୁ, ବଡ଼ ଭାଇର ଭୂମିକା ତାର ଜଷ୍ଟ ଅପୋଜିଟ୍। ସେ ଭାବୁଛି ଯେ ମୁଁ ବଡ଼ ଜ୍ୟେଷ୍ଠ ପୁତ୍ର, ଆଉ ମୋର ସହ ଅଧିକାର ଅଛି, ମୁଁ ସମସ୍ତ କିଛି ପ୍ରତିପାଳନ କରେ, ବାପାଙ୍କର କଥା ମାନେ ସହଭାଗିତାକୁ ଆସେ ଏବଂ ସମସ୍ତ କାର୍ଯ୍ୟ ମୁଁ ସ୍ଥାପନ କରି ପିତାଙ୍କର ଆଦେଶ ପାଳନ କରେ। କିନ୍ତୁ ମୋର ଭାଗ କାହିଁ ଆଜି ତାର ମନୋନୀତ ଉତ୍ତମ ଭାଗ ନାହିଁ? କାହିଁକି? ପ୍ରଥମତଃ ସେ ବଡ଼ ଭାଇ କ୍ଷେତ୍ରରୁ ଅର୍ଥାତ୍ କାର୍ଯ୍ୟସ୍ଥଳରୁ ଫେରିଆସି ଘରେ ଦେଖୁଛି ଗୋଟେ ଉତ୍ସବ ପାଳନ ହେଉଛି। ଦ୍ୱିତୀୟରେ ସେ ଦାସମାନଙ୍କୁ ପଚାରି ବୁଝୁଛି, ଆଉ ତୃତୀୟରେ ତାର ସାନ ଭାଇ ଫେରିବାର ସେ ସନ୍ତୁଷ୍ଟ ହୋଇନାହିଁ। ସେ ଶୁଣିଲା ଯେ ସାନ ଭାଇ ଫେରିଆସିଛି, ଆଉ ସେ ମୋଟେ ସନ୍ତୁଷ୍ଟ ନୁହଁ। ଆଉ ଚତୁର୍ଥରେ ସେ ରାଗି ଯାଇଛି, ଭୟଙ୍କର ସେ କ୍ରୋଧାନ୍ୱିତ ହୋଇଛି। ଆଉ ପଞ୍ଚମରେ ସେ ଭିତରକୁ ଅର୍ଥାତ୍ ପିତାଙ୍କର ସହଭାଗିତାକୁ ଯିବାକୁ ଚାହିଁନାହାନ୍ତି ଏବଂ ସେ ପିତାଙ୍କ ସହିତ ରହି ମଧ୍ୟ ପିତାଙ୍କର କ୍ଷମା ଦୟାକରି ଗୁଣକୁ ଜାଣିପାରିନାହାନ୍ତି। ଆଜି ଆମେ ଏଇ କ୍ୟାରେକ୍ଟର ଆମେ ଦେଖୁଛୁ ନିଶ୍ଚିତ ଭାବରେ ଫାରୁସିମାନଙ୍କ ସହିତ ମିଶି ଯାଉଛି। ଫାରୁସିମାନେ ଯୀଶୁଙ୍କୁ ସବୁବେଳେ ନିର୍ଯାତନା ଦେଉଥିଲେ, ସବୁବେଳେ କଠିନ ପ୍ରଶ୍ନ ପଚାରୁଥିଲେ, ତାଙ୍କୁ ଟ୍ରାପ୍ କରିବାକୁ ଚାହୁଁଥିଲେ, ତାଙ୍କୁ ଦଣ୍ଡ ଦେବାକୁ ଚାହୁଁଥିଲେ। ତେଣୁକରି ତାଙ୍କର ବିଶ୍ୱାସ ଆଉ ତାଙ୍କର ଈଶ୍ୱରଙ୍କ ପ୍ରତି ଉପଯୁକ୍ତ ନଥିଲା। ମାତ୍ର ଦୟାଳୁ କ୍ଷମାକାରୀ ପିତା ତାଙ୍କ ପାଖରେ ସଦାସର୍ବଦା ଥିବା ପୁତ୍ରକୁ କହିଥିଲେ, ତୁ ତ ସଦାସର୍ବଦା ମୋ ସଙ୍ଗରେ ଅଛୁ, ଆଉ ଯାହା ସବୁ ମୋହର ସେଇ ସବୁ ତୋର, ଅର୍ଥାତ୍ ପିତାଙ୍କର ପୁତ୍ର ନିମନ୍ତେ ଆଉ ପ୍ରସ୍ତୁତ ଅଟନ୍ତି। ଯଦି ଆମେ ଦେଖୁଛୁ ଏଇ ବଡ଼ ଭାଇ କ୍ରୋଧାନ୍ୱିତ ହେଲା ଏବଂ ସେ ପିତାଙ୍କର ସହିତ ସମ୍ମତ ହେଲା ନାହିଁ ଯେ ସେ କାହିଁକି ସେ ସାନ ପୁଅକୁ ଆଉ ତାହାକୁ ଆଲିଙ୍ଗନ କଲେ ଏବଂ ସ୍ୱାଗତ କଲେ ଏବଂ ତା ସହିତ ଗୋଟେ ବଡ଼ ଭୋଜ ପ୍ରସ୍ତୁତ କଲେ, ବଡ଼ ଭୋଜିର ପ୍ରସ୍ତୁତ କଲେ। ତାକୁ ସୁନା ମୁଦି ଆଉ ଜୋତା ଲୁଗା, ନୂଆ ଲୁଗା, ଏଇସବୁ ବସ୍ତ୍ର ଦେଇ ତାକୁ ନୂତନ ଭାବରେ ତାହାକୁ ଗ୍ରହଣ କଲେ। ଆଜି ଆମମାନେ ଈଶ୍ୱର ଚାହାନ୍ତି ଆମମାନଙ୍କୁ ସେଇ ନୂତନ ସେଇ ପରିଧାନ ଦେବାକୁ, ଯେଉଁ ବସ୍ତ୍ର ଈଶ୍ୱରଙ୍କର ବସ୍ତ୍ର, ଯେଉଁ ବସ୍ତ୍ର ପବିତ୍ର ବସ୍ତ୍ର, ସେଇ ବସ୍ତ୍ର ଆମମାନଙ୍କୁ ସେ ପରିଧାନ କରିବାକୁ ଆମେ ସମସ୍ତଙ୍କୁ ସେ ନିମନ୍ତ୍ରଣ କରୁଛନ୍ତି ସେଇ ଭୋଜକୁ ଯିବା ପାଇଁ। ଆମମାନେ ସମସ୍ତେ ପ୍ରସ୍ତୁତ ଅଛୁ ତ? ଆଉ ସେଇ ପିତା ଆମମାନଙ୍କୁ ବର୍ତ୍ତମାନ ମଧ୍ୟ ସେଇ ସୁଯୋଗ ଦେଇଅଛନ୍ତି ଏବଂ ଡାକୁଅଛନ୍ତି। ଆଉ ଆମେ ସେଇ ସୁଯୋଗଟା ଦେଖୁଛୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ, ଯେପରି ଫାରୁସିମାନେ ନିଜକୁ ଧାର୍ମିକ ବୋଲି ଭାବୁଥିଲେ। ଆଉ ସେହି ସମୟରେ ପିତାଙ୍କ ସହିତ ସହଭାଗିତା ରକ୍ଷା କରୁଥିବା ପୁତ୍ର ନିମନ୍ତେ ପିତା ଆପଣ ସମସ୍ତ ଉତ୍ତମ ଭାଗ ଦେବା ନିମନ୍ତେ ପ୍ରସ୍ତୁତ ଅଛନ୍ତି। ଯାହା ଯୋହନ 16:15 ଯୀଶୁ କହିଲେ, ଯାହା ଯାହା ପିତାଙ୍କର ସେହି ସବୁ ମୋହର, ଅର୍ଥାତ୍ ସେହି ବିଶ୍ୱାସରେ ଅନୁସରଣକାରୀ ପୁତ୍ରମାନଙ୍କର ପାଇଁ, ଯେଉଁମାନେ ସଦାସର୍ବଦା ପିତାଙ୍କର ସହଭାଗିତାରେ ରହି ପିତାଙ୍କର ଇଚ୍ଛା ସଫଳ କରନ୍ତି। ପରମେଶ୍ୱରଙ୍କର ଇଚ୍ଛା ହେଲା ସେ ଆମମାନଙ୍କୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଆପଣା ନିମନ୍ତେ ପୁତ୍ର କରିବାକୁ, ଆପଣା ଇଚ୍ଛା ଅନୁସାରେ ଆମମାନଙ୍କର ପ୍ରେମରେ
ପୂର୍ବରୁ ନିରୂପଣ କଲେ। ସେ ଆମମାନଙ୍କର ମାଧ୍ୟମ ଦେଲେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ। ତାଙ୍କୁ ସେ ସ୍ୱର୍ଗରୁ ଏହି ପୃଥିବୀ ପୃଷ୍ଠକୁ ତାଙ୍କୁ ଦେଲେ ନିଜର ଜୀବନକୁ ମନୁଷ୍ୟ ଭାବରେ ବଳିଦାନ ଉତ୍ସବ କରିବା, ପ୍ରାୟଶ୍ଚିତ କରିବା ପାଇଁ, ଆମମାନଙ୍କର ଓକିଲାତି କରିବା ପାଇଁ ଈଶ୍ୱରଙ୍କ ନିକଟରେ। ଆମେ ଏହି ଜଗତରେ ମଧ୍ୟରେ ଥାଇ ଅନେକ ଭୁଲ କରିଥାଉ, ଅନେକ ପାପ କରିଥାଉ, ଆଉ ତାହା ଈଶ୍ୱରଙ୍କ ନିକଟରେ ଦଣ୍ଡନୀୟ ଅଟେ। କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଈଶ୍ୱର ଏହି ଜଗତକୁ ପ୍ରେରଣ କଲେ, ଆଉ ଯେଉଁମାନେ ବିଶ୍ୱାସ କରିବେ ସେ ବିନଷ୍ଟ ନୋଇ ଅନନ୍ତ ଜୀବନ ପାଇବେ। ଆଜି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମମାନଙ୍କର ମାଧ୍ୟମରେ ଅଛନ୍ତି। ଆମେ ଯଦି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବା, ନିଶ୍ଚିତ ଭାବରେ ଆମେ ସେ ଉତ୍ତମ ଭାଗ ପାଇପାରିବା। ଆମମାନଙ୍କର ସେଇ ପୁତ୍ର ହେବାର ଅଧିକାର ଅଛି, ଈଶ୍ୱରଙ୍କ ପୁତ୍ର ହେବାର ଅଧିକାର ଅଛି। ଏବଂ ଆମେ ଈଶ୍ୱରଙ୍କ ପୁତ୍ର ହେବା ପାଇଁ ଯେଉଁ ଈଶ୍ୱରଙ୍କର ଆଜ୍ଞା ତାକୁ ଆମେ ପାଳନ କରିବା ଉଚିତ। ଯଦି ଆମେ ତାଙ୍କର ଆଜ୍ଞା ପାଳନ କରୁଛୁ, ନିଶ୍ଚିତ ଭାବରେ ଈଶ୍ୱର ଆମମାନଙ୍କର ମଙ୍ଗଳ ସାଧନ କରିବେ, ଆଉ ଆମମାନଙ୍କୁ ସେଇ ଉତ୍ତମ ଭାଗ ନିରୂପିତ କରିବେ। ଆଇବ 20:29 ପଦରେ ଲେଖା ହେଇଛି, ପରମେଶ୍ୱରଙ୍କ ଠାରୁ ଦୁଷ୍ଟ ଲୋକର ଏହି ବାଣ୍ଟ ଓ ତାହା ପାଇଁ ଏହା ହିଁ ପରମେଶ୍ୱରଙ୍କର ନିରୂପିତ ଅଧିକାର। ତେଣୁ ଆଜି ଆମେ କେଉଁ ଭାଗରେ ଅଛୁ, ଆମେ ନିଜ ନିଜକୁ ଅନୁଧ୍ୟାନ କରୁ, ନିଜ ନିଜକୁ ପଚାରୁ। ଆମେ କେଉଁ ଭାଗ ନିର୍ଣ୍ଣୟ କରିଅଛୁ, କେଉଁ ଭାଗ ଆମେ ମନୋନୀତ କରିଅଛୁ, ତାହା ଆମ ଉପରେ କେତେ ଦୂର ନିର୍ଭର କରେ। ଆମେ ଈଶ୍ୱର ଓ ଜଗତ ଉଭୟଙ୍କୁ ମନୋନୀତ କରିନପାରୁ। ଆମେ ଯଦି କରିବୁ ପ୍ରଭୁଙ୍କର ରାଜ୍ୟ ପାଇଁ ଏବଂ ଜଗତ ପାଇଁ ନୁହଁ, ଯଦି ଆମେ ଜାଗତିକ ଭାବରେ ଚିନ୍ତା କରୁ ସେଇ ଉତ୍ତମ ଭାଗ ପାଇବା ପାଇଁକା, ତେବେ ଆମେ ସେ ଈଶ୍ୱରଙ୍କର ଅନୁଗ୍ରହ ପାଇପାରିବୁନି, ଈଶ୍ୱରଙ୍କର ମଙ୍ଗଳଦାନ ପାଇପାରିବୁନି, ଈଶ୍ୱରଙ୍କର ଆଶୀର୍ବାଦ ପାଇପାରିବୁ ନାହିଁ। ଆଜି ଈଶ୍ୱର ଆମମାନଙ୍କୁ ସେଇ କଥା କହନ୍ତି, ଈଶ୍ୱର ଆମମାନଙ୍କୁ ସେଇ ଆତ୍ମାଙ୍କର ସାହାଯ୍ୟ ପ୍ରଦାନ କରନ୍ତୁ, ଯେପରି ଆମ୍ଭେ ପ୍ରଭୁ ଯୀଶୁଙ୍କୁ ଉତ୍ତମ ଭାଗ ମନୋନୀତ କରି ତାଙ୍କର ପଛେ ପଛେ ଚାଲିବା, ତାଙ୍କର ପାଦେ ପାଦେ ଚାଲିବା। ଆଜି ଭୟଙ୍କର ପରିସ୍ଥିତି, ଯେଉଁ ପରିସ୍ଥିତିରେ ଆମମାନଙ୍କର ସହଭାଗିତା ହେଇପାରୁନି, ମଣ୍ଡଳୀ ହଉ କିମ୍ବା କୌଣସି ସହଭାଗିତା ଗୃହ ମଣ୍ଡଳୀ ହଉ, ଯେକୌଣସି ଜାଗାରେ ଆମେ ଏକତ୍ର ହୋଇ ଆଉ ଉପାସନା କରିପାରୁନାହୁଁ, ଈଶ୍ୱରଙ୍କର ଏଇଟା ଆମମାନଙ୍କ ପ୍ରତି କ୍ରୋଧ ନୁହେଁ। ସେ ଆମମାନଙ୍କୁ ଚାହାନ୍ତି ଆମେ ନିଜେ ନିଜେ ଯେପରି ପ୍ରସ୍ତୁତ ରହିବୁ, ଆମମାନଙ୍କର ପାପ ନିଜେ ସ୍ୱୀକାର କରିବୁ, ଆମେ ତାଙ୍କର ବାକ୍ୟ ପଢ଼ିବୁ, ଆଉ ତାଙ୍କଠାରେ ଆମେ ନିଜ ଜୀବନକୁ ସମର୍ପଣ କରିବୁ। ତେବେ ହେଲେ ଆମେ ତାହାଙ୍କର ସେଇ ଅନୁଗ୍ରହର ପାତ୍ର ହେଇପାରିବୁ, ତାଙ୍କର ଈଶ୍ୱରଙ୍କର ଆଶୀର୍ବାଦର ପ୍ରାପ୍ତ ହେଇପାରିବୁ, ସେଇ ଉତ୍ତମ ଭାଗ ଆମେ ପାଇପାରିବୁ। ପ୍ରଭୁ ଏଇ ଛୋଟ ବାକ୍ୟ ଉପରେ ଆଶୀର୍ବାଦ କରନ୍ତୁ, ଆମମାନଙ୍କୁ ସମସ୍ତଙ୍କୁ ଈଶ୍ୱରଙ୍କର ଅନୁଗ୍ରହ ବର୍ତ୍ତୁ। ଆମେନ୍। ପ୍ରଭୁଙ୍କୁ ବିଶେଷ ଧନ୍ୟବାଦ ଦିଏ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରି ପ୍ରଭୁଙ୍କର ପ୍ରିୟ ଦାସ ମଣ୍ଡଳୀର ପ୍ରେସିଡେଣ୍ଟ ରାଉଳ ବାବୁଙ୍କ ପାଖରୁ, ତାଙ୍କ ନିକଟରୁ ପ୍ରଭୁ ସୁନ୍ଦର ବାକ୍ୟ ଦେଇଅଛନ୍ତି। ତେଣୁ ବିଶେଷ କରି ମଣ୍ଡଳୀ ପକ୍ଷରୁ ପ୍ରିୟ ଦାସଙ୍କୁ ଧନ୍ୟବାଦ ଜଣାଏ। ପ୍ରଭୁ ଆହୁରି ପ୍ରଭୁ ତାଙ୍କର କାର୍ଯ୍ୟରେ ଅନ୍ୟମାନଙ୍କୁ ଉତ୍ସାହ ଦେବାରେ ମଧ୍ୟ ନେତୃତ୍ୱ ନେବାରେ ସାହାଯ୍ୟ କରନ୍ତୁ, ମଧ୍ୟ ପରିବାରକୁ ତଥା ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରଭୁ ଆମମାନଙ୍କୁ ବାସ୍ତବରେ ଯେଉଁ ସୁନ୍ଦର ବାକ୍ୟ ଦେଇଛନ୍ତି ଉତ୍ତମ ଭାଗ, ଏ ଉତ୍ତମ ଭାଗ ବିଷୟ ଯେତେବେଳେ ଚିନ୍ତା କରୁ, ଏହା ବାଇବେଲ ଭିତ୍ତିକ ଏକ ଉତ୍ତମ ଶିକ୍ଷା। କାରଣ ପ୍ରତ୍ୟେକ ଉତ୍ତମ ବିଷୟକୁ ପାଇବା ପାଇଁ ଚାହାନ୍ତି। ପ୍ରିୟ ବନ୍ଧୁ ସୁନ୍ଦର ଭାବରେ ପୁଙ୍ଖାନୁପୁଙ୍ଖ ଭାବରେ ଏ ବାକ୍ୟକୁ ଆମମାନଙ୍କ ନିକଟରେ ପ୍ରକାଶ କରିଛନ୍ତି। ତେଣୁ ଆସୁ ଏ ବାକ୍ୟର ପାଳନକାରୀ କର୍ମକାରୀ ହେଉ, ନିଜ ହୃଦୟରେ ସଞ୍ଚୟ କରୁ, କେଉଁ କେଉଁ ବିଷୟଟି ଉତ୍ତମ ତାହା ଆମମାନଙ୍କ ମଧ୍ୟରେ ନିଜସ୍ୱ କରିବା ପାଇଁ ଚେଷ୍ଟା କରୁ, ମଧ୍ୟ ଯେଉଁ ବିଷୟ କି ମନ୍ଦ ସେ ସବୁକୁ ଆମେ ପରିତ୍ୟାଗ କରୁ। ଆସନ୍ତୁ ପ୍ରଭୁଙ୍କ ନିକଟକୁ ଯାଉ, ସାହାଯ୍ୟ ଭିକ୍ଷା କରି ଆମେ ପ୍ରାର୍ଥନା କରି ଆଗକୁ ବଢ଼ିବା। ଅତ୍ୟନ୍ତ ଦୟାଳୁ ତ୍ରାଣକର୍ତ୍ତା ମଙ୍ଗଳମୟ ପରମେଶ୍ୱର, ତୁମକୁ ଧନ୍ୟବାଦ କରୁଛୁ। ତୁମେ ଆମମାନଙ୍କର ସହବର୍ତ୍ତୀ ପରମେଶ୍ୱର ହୋଇ ଆମମାନଙ୍କୁ ଅନୁଗ୍ରହ କଲ, ମଧ୍ୟ ଆମମାନଙ୍କୁ ତୁମେ
प्रिय दासଙ୍କ द्वारा प्रभु जो उत्तम भाग विषय शिक्षा देछ से धन्यवाद दूचु प्रभु कौ विषय उत्तम ताहा आम को जानिबा पई तुमरी से ज्ञान दियो जो विषय गुड़िक उत्तम ताहा माने निज मध्य संचय करबा पई आम को साहाय्य कर मध्य जो जो विषय उत्तम से विषय को आम निज ठारे रखु रखु अन्य मान निकट प्रकाश करने साहाय्य कर आमर कार्य उत्तम हो आमर व्यवहार उत्तम हो आमर चिंताधारा उत्तम हो प्रभु आम जे प्रकार से उत्तम भाग आम मध्य संचय करूँ से साहाय्य कर मध्य प्रभु मरियम आज तुमरी चरण निकट में बसी तुमरी वाक्य शुणी जो उत्तम भाग मन तो करते तद्रूप आज जिते श्रोता भाई माने भौणी माने आबाल वृद्ध मनिता मंडल प्रत्येक विश्वासी तथा आम प्रत्येक को आम जिते जन शुणीचु मरियम को सदृश होगापाई तांकर से उत्तम भाग जे प्रकार ताहा मन तो करते तद्रूप आम को से उत्तम भाग मन तो करने आम ज्ञान बुद्धि समस्त प्रकार साहाय्य दियो प्रिय दास को तुम हस्तर दौ प्रभु सुंदर भाव वाक्य को प्रचार करी बुझाई आहरी आशीर्वाद कर आहरी आहरी अनेकंकर ओ प्रभु उपकार निमंत व्यवहार कर अनेक यदि प्रकार प्रभु वाक्य द्वारा ओ प्रभु आशीर्वाद पाइबे आहरी व्यवहार कर प्रभु तुमरी सेवारे ओ प्रभु आहरी आग को बढ़ावा साहाय्य कर परिवार को समस्त विषय को तुम हस्तर दौच अनुग्रह कर मध्य प्रभु एठारे जिते जन दर्शक प्रभु देखुअछंती शुणुअछंती मध्य मंडली प्रत्येक विश्वासी मान पुणी आम निज निज को तुम ठारे समर्पण करुचु प्रत्येक को आशीर्वाद कर तुम्हें गौरव पाओ बोली यीशु नाम रे मागुअछु आमेन। आसंतु प्रभु शिखई प्रार्थना करवा हे अमानकर स्वर्गस्थ पिता तुम नाम पवित्र बोली मान्य हो तुमर राज्य आसु जेपरी स्वर्ग रे सेपरी पृथ्वी रे तुमर इच्छा सफल हो आज आम प्रयोजन आहार दियो आमने जेपरी निज निज अपराधी मान क्षमा करियछु सेपरी आमानकर अपराध सब क्षमा कर परीक्षा आण नहीं मात्र मंदर रक्षा कर जेणु राज्य पराक्रम गौरव जुगे जुगे तुम्हर आमेन। पिता परमेश्वर प्रेम त्राणकर्ता प्रभु श्रीकृष्ण अनुग्रह साहाय्यकारी पवित्र आत्मा शांति शक्ति सहभागिता और चेतना विशेषकर प्रत्येक दर्शक मान प्रति मंडलीर प्रत्येक विश्वासी मान प्रति मध्य विश्व थिबा प्रत्येक विश्वासी मंडली तथा आम प्रति सदा सर्वदा रुहंतु आमेन। प्रत्येक को विशेष धन्यवाद दिए आज उपासना आमने आपण माने प्रत्येक एकत्र रही आज उपासना प्रभु को गौरव करियछु तेणु प्रभु गौरांतु हूँ मध्य प्रभु प्रत्येक को आशीर्वाद करंतु प्रभु सुजोग देले आसंता सप्ताह पुनर्बार आम ऑनलाइन माध्यम पुनर्बार एक सहभागिता आसी प्रभुकर गौरव करवा समस्त को।